ସମସ୍ତଙ୍କୁ ଓଡ଼ିଆ ହିଣ୍ଟସ୍ ତରଫରୁ ସ୍ୱାଗତ। ଆଜି ହେଉଛି 20 ଜୁନ୍ 2026 ଶନିବାର ଅପରାହ୍ନ 3:45 ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଘୋଷଣା କରିବାକୁ ଯାଉଛନ୍ତି ପିଏମ୍ କିଷାନ ଯୋଜନା। ୱେଷ୍ଟବେଙ୍ଗଲ ହୁଗୁଲିର ତରକେଶ୍ୱର ଠାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ତାହା ଘୋଷଣା କରିବେ। ଅପରାହ୍ନ 3:45 ସମୟରେ ସମସ୍ତ ଚାଷୀ ଭାଇମାନଙ୍କ ଆକାଉଣ୍ଟକୁ 2,000 ଟଙ୍କା ଆସିବ। ଦେଶର 9,44,00,000 ହିତାଧିକାରୀ ଏହି ଯୋଜନାର ଲାଭ ଉଠାଇ ପାରିବେ। 23ତମ କିସ୍ତିରେ 18,880 କୋଟିରୁ ଉର୍ଦ୍ଧ୍ୱ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଆକାଉଣ୍ଟକୁ ଯିବ। ତେଣୁକରି ଅନେକ ହିତାଧିକାରୀ ଏହାର ଲାଭ ପାଇପାରିବେ। ଯେଉଁମାନେ ନୂଆ କରି ଆବେଦନ କରିଛନ୍ତି, ଯଦି ସେମାନଙ୍କର ସମସ୍ତ କ୍ଷେତ୍ରରେ ଏପ୍ରୁଭ୍ ହୋଇସାରିଛି, ତେବେ ସେମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ। ଏବଂ ଯେଉଁମାନେ କଲମ ଟୁ କରିଛନ୍ତି, କଲମ ଟୁ କରିକି ଯେଉଁମାନଙ୍କର ଏଗ୍ରି ଷ୍ଟକ୍ ହେଇନାହିଁ, ସେମାନେ ପାଇପାରିବେ ନାହିଁ ପିଏମ୍ କିଷାନ। ଏବଂ ଯେଉଁମାନେ କଲମ ଟୁ କରିକି ପୁଣି ପିଏମ୍ କିଷାନ ଆପ୍ଲାଏ କରିଛନ୍ତି ଏବଂ ଏଗ୍ରି ଷ୍ଟକ୍ ମଧ୍ୟ ଆପ୍ଲାଏ ହୋଇସାରିଛି ବା ଏଗ୍ରି ଷ୍ଟକ୍ ହୋଇସାରିଛି, ତେବେ ସେମାନେ ସମ୍ପୂର୍ଣ୍ଣ ଭାବରେ ପିଏମ୍ କିଷାନ ଯୋଜନା ଲାଭ ଉଠାଇ ପାରିବେ। ପିଏମ୍ କିଷାନ ଘୋଷଣା କରିବା ପୂର୍ବରୁ ସରକାର ପାଖାପାଖି 2-3 ମାସ ଆଗରୁ EKYC କରିବା ପାଇଁ ସୂଚନା ଦେଇଥାନ୍ତି। ତ ପ୍ରତ୍ୟେକ CSC ବା ସେବା କେନ୍ଦ୍ରମାନଙ୍କରେ ଏହାର EKYC ହୋଇଥାଏ। ତେଣୁକରି ଯେଉଁମାନେ ପାଇନାହାନ୍ତି ବା ପାଉନାହାନ୍ତି, ଜାଣି ରଖନ୍ତୁ ଯେ ନୂତନ ଆବେଦନ ପରେ ଆପଣ KYC କରିବାକୁ ବାଧ୍ୟ। ଯଦି KYC ନ କଲେ ତାହେଲେ ପିଏମ୍ କିଷାନ ଆପଣଙ୍କର ସକ୍ସେସ୍ ହେବ ନାହିଁ, ପିଏମ୍ କିଷାନ ଟଙ୍କା ଆପଣଙ୍କ ଖାତାକୁ ଆସିବ ନାହିଁ। ତେଣୁକରି ଏଗ୍ରି ଷ୍ଟକ୍ ମଧ୍ୟ କରିବା ନିହାତି ଜରୁରୀ। ଏଗ୍ରି ଷ୍ଟକ୍ ଆଉ ପିଏମ୍ କିଷାନର ସିଧାସଳଖ ଭାବରେ ସାମଞ୍ଜସ୍ୟ ରହିଛି। ଯେଉଁମାନେ କଲମ ଟୁ କରିଛନ୍ତି, କଲମ ଟୁ କଲା ପରେ କ'ଣ ହୁଏ କି ପୂର୍ବରୁ ଯେଉଁ ନାଁ ଗୁଡ଼ାକ ସବୁ ଥାଏ ପଟ୍ଟାରେ, ସେଇ ପଟ୍ଟାରେ ଅଜା କିମ୍ବା ବାପାଙ୍କ ନାମ ଥିବ, ତାଙ୍କର ଡେଥ୍ ହେଇଯାଇଥିବ, ତାଙ୍କ ନାଁରେ ଆପଣ ପୂର୍ବରୁ ପିଏମ୍ କିଷାନ ପାଉଥିବେ। ତେଣୁକରି ଆପଣ କ'ଣ କରିବେ ନା, କଲମ ଟୁ କଲା ପରେ ଆପଣଙ୍କ ନାଁ ସେଠି ବସିବ। ତେଣୁକରି ଏଗ୍ରି ଷ୍ଟକ୍ଟା ବି ଚେଞ୍ଜ ହେବ। ଏଗ୍ରି ଷ୍ଟକ୍ରେ ଆପଣଙ୍କର ଲେଖା ହେବ ଡାଇରେକ୍ଟ ସିଧାସଳଖ ଭାବରେ ଜମି ଆପଣଙ୍କ ନାଁରେ ଅଛି। ତାପରେ ଯଦି କୃଷକ ଓଡ଼ିଶା କରିଛନ୍ତି, କୃଷକ ଓଡ଼ିଶାରେ ମଧ୍ୟ ତାହା ଚେଞ୍ଜ ହେବ। ଯେହେତୁ କୃଷକ ଓଡ଼ିଶା ଏବଂ ଏଗ୍ରି ଷ୍ଟକ୍ ସେଇଟା ଦୁଇଟା ଟିକେ ଅଲଗା ଅଲଗା, ତ ସେଠାରେ ଆପଣଙ୍କ ନାଁ ବସିବା ନିହାତି ଜରୁରୀ। ସିଧାସଳଖ ଜମି ଆପଣଙ୍କ ନାଁରେ ଅଛି ଏବଂ ଏଇଟା ଆଗରୁ ଆପଣ ଆବେଦନ କରିସାରିଛନ୍ତି ପିଏମ୍ କିଷାନ। ଆବେଦନ କଲାବେଳେ କ'ଣ ହେଇଛି, ଆପଣଙ୍କ ଅଜା ନାଁରେ ଆପଣଙ୍କର ପିଏମ୍ କିଷାନଟା ଆସୁଥିଲା। ଯେଉଁ ଜମିଟା ରହିଥିଲା ଆପଣଙ୍କର ଅଜା କିମ୍ବା ବାପାଙ୍କ ନାଁରେ ସେଇଟା ଥିଲା। କିନ୍ତୁ କଲମ ଟୁ ପରେ କ'ଣ ହେଇଛି, ଜମିଟା ଆପଣଙ୍କ ନାଁରେ ବର୍ତ୍ତମାନ ରହିଯାଇଛି। ତେଣୁକରି ଏଗ୍ରି ଷ୍ଟକ୍ କରିବା ନିହାତି ଜରୁରୀ। ଏଗ୍ରି ଷ୍ଟକ୍ କଲା ପରେ ଆପଣ କୃଷକ ଓଡ଼ିଶା ମଧ୍ୟ କରିବାକୁ ପଡ଼ିବ। ତେବେ ଯାଏଁ ଆପଣ ପିଏମ୍ କିଷାନ ଏବଂ CM କିଷାନର ପ୍ରକୃତ ଲାଭ ଉଠାଇ ପାରିବେ। ତେଣୁକରି 23ତମ କିସ୍ତି ଆଜି ସରକାର ଘୋଷଣା କରିଛନ୍ତି। ସମସ୍ତ ଚାଷୀ ଭାଇମାନଙ୍କ ପାଖକୁ 2,000 ଟଙ୍କା ପୁଣି ଯିବ। ଆଶା କରୁଛି ଭିଡ଼ିଓଟି ନିହାତି ଭଲ ଲାଗିଥିବ। ତେଣୁକରି ଯେଉଁମାନେ ନୂଆ ହିଁ ଦେଖୁଛନ୍ତି, ଏମିତି ଅନେକ ସୂଚନା ପାଇବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଲା ଲାଇକ୍ କରନ୍ତୁ ଏବଂ ସମସ୍ତଙ୍କୁ ସେୟାର କରନ୍ତୁ। ସମସ୍ତେ ଜାଣିବା ଦରକାର ଯେ ଆଜି ପିଏମ୍ କିଷାନ ଟଙ୍କା ଆସୁଛି। ଯେଉଁମାନଙ୍କର ଟଙ୍କା ଆସିନାହିଁ ସେମାନେ କ'ଣ କରିବେ, ଆଜି କାଲି ଏମିତି 2-4 ଦିନ ଭିତରେ ସବୁ ଟଙ୍କା ଆସିଯାଏ। ଯଦି ନ ଆସିଲା ତାହେଲେ ଆପଣ କ'ଣ କରିବେ, ଆପଣ ଏଗ୍ରି ଷ୍ଟକ୍ କରିଛନ୍ତି କି ନାହିଁ, ଯଦି କରିନାହାନ୍ତି ଏଗ୍ରି ଷ୍ଟକ୍ କରିବାକୁ ପଡ଼ିବ। ଯଦି ଆପଣ କଲମ ଟୁ କରିଛନ୍ତି, କଲମ ଟୁ କଲା ପରେ ପିଏମ୍ କିଷାନ ଟଙ୍କା ପାଇବାକୁ ହେଲେ ଏଗ୍ରି ଷ୍ଟକ୍ ନିହାତି କରିବାକୁ ପଡ଼ିବ। ସମୟକୁ ଅପେକ୍ଷା କରନ୍ତୁ। ଯଦି ଆପଣଙ୍କର ଆକାଉଣ୍ଟକୁ ଟଙ୍କା ଆସିଲା ନାହିଁ, ତେବେ ଆପଣଙ୍କୁ ଷ୍ଟାଟସ୍ ଚେକ୍ କରିବାକୁ ପଡ଼ିବ କାହିଁକି ଟଙ୍କା ଆସିଲା ନାହିଁ ଏବଂ ପୁଣି ଥରେ ତା'ର ରିଆପ୍ଲାଏ କିମ୍ବା EKYC କିମ୍ବା ଏଗ୍ରି ଷ୍ଟକ୍ କିମ୍ବା ଯେଉଁ ରହିଛି ଆମର କୃଷକ ଓଡ଼ିଶା, ଯାହା ବି ରିକ୍ୱାୟାର ଥିବ ତାହା ଆପଣ ଅନଲାଇନ୍ କରିବେ। ଏବଂ ପୁଣି ଥରେ ଯେଉଁ 24ତମ କିସ୍ତି ରହିଛି ସରକାରଙ୍କର, ସେହି 24ତମ କିସ୍ତିରେ ଆପଣଙ୍କର ଆକାଉଣ୍ଟକୁ ମଧ୍ୟ ଟଙ୍କା ଆସିଯାଇପାରେ। ଆଜି ପାଇଁ ଏତିକି। ପୁଣି ଗୋଟିଏ ନୂଆ ଭିଡ଼ିଓ ଆପଣମାନଙ୍କ ପାଖକୁ ନେଇ ଆସିବି।
ସେଇଟା ବି ଏମିତି ଇନଫର୍ମେସନ୍ ହିଁ ଥିବ, ଆପଣ କିଛି ନୂଆ ଜାଣିବେ। ଏବଂ ଯଦି ନୂଆ ହିଁ ଚ୍ୟାନେଲଟିକୁ ଆସିଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ କରନ୍ତୁ। ରହୁଛି।